ଆପଣଙ୍କ ସାମ୍ନାରେ ଗୋଟେ ଜାତକ ଅଛି। ଚାଲନ୍ତୁ ତାଙ୍କର ଜାତକ ଆନାଲିସିସ୍ କରିବା। ଆଉ ଆଙ୍କ ଡେଟ୍ ଅଫ୍ ବର୍ଥ ହେଉଛି 3 ଜୁନ୍ 2003। ଜନ୍ମ ସମୟ ହେଉଛି ସକାଳ 7ଟା AM। ଜନ୍ମସ୍ଥାନ ହେଉଛି ନାଗପୁର, ମହାରାଷ୍ଟ୍ର। ତେବେ ଚାଲନ୍ତୁ, ଏଇ ଜାତକ ହେଉଛି ଗୋଟେ ଜଣଙ୍କ ଝିଅଙ୍କର। ତାଙ୍କର ହେଉଛି ମିଥୁନ ଲଗ୍ନ ଆଉ ମିଥୁନ ରାଶି। ତ ଯଦି ଆପଣଙ୍କର ମିଥୁନ ଲଗ୍ନ କିମ୍ବା ମିଥୁନ ରାଶି ହେଇଥିବ ତାହେଲେ ଆପଣ ଦେଖିବେ ଆପଣଙ୍କ ଭିତରେ କମ୍ୟୁନିକେସନ୍ ପୁରା ଟପ୍ ପୋଜିସନ୍ରେ ଥିବ। ଆପଣଙ୍କ ଲୋକ ସହିତ କଥା ହେବା, କମ୍ୟୁନିକେସନ୍ କରିବା, ମସ୍ତି ବାଲା ନେଚର୍, ପିଲାଳିଆମି ନେଚର୍ ଦେଖିବା ଆପଣଙ୍କ ଭିତରେ ବହୁତ ଅଧିକ ଥିବ। ତା ସହିତ ଇଏ ଜନ୍ମ ହେଇଛନ୍ତି ପୁନର୍ବସୁ ନକ୍ଷତ୍ରରେ। ତ ଯଦି ଆପଣ ପୁନର୍ବସୁ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି, ଆପଣ ଦେଖିବେ ପ୍ରଥମ ଜିନିଷ ହେଉଛି ଆପଣଙ୍କ କୌଣସି କାମ ଠିକ୍ ଟାଇମ୍ରେ କେବେ ବି ହେଲେ ହେବ ନାହିଁ। ସବୁ କାମରେ ଆପଣଙ୍କର ଡିଲେ। ଆଙ୍କ ସହିତ ମଧ୍ୟ ବି ଡିଟୋ ସେମ୍ ଜିନିଷ ହୁଏ। ସବୁ କାମରେ ଆଙ୍କର ଡିଲେ ହିଁ ହେଇ ଚାଲିଛି। ଦ୍ୱିତୀୟ କାରଣ ହେଉଛି କ'ଣ, ଯେହେତୁ ଶନି ଆଙ୍କର ଲଗ୍ନରେ ବସିଯାଇଛି। ତ ଶନି ଯେତେବେଳେ ବି ଲଗ୍ନରେ ବସିଥାଏ ସବୁ କାମ ସେ ଡିଲେ କରେଇ ହିଁ ଦିଏ। କୌଣସି କାମ ଠିକ୍ ଟାଇମ୍ରେ କେବେ ହେଲେ ହେବ ନାହିଁ। କାରଣ ତାଙ୍କ ଭିତରେ ଗୋଟେ ଅଟୋମେଟିକାଲି ଆସିଯିବ ଯେ ହଁ ନାଇଁ ଆଜି କରିବା, ଛାଡ଼ କାଲି କରିବା, କାଲି ନୁହଁ ପରଦିନ କରିବା। ତ ଏଇସବୁ ଜିନିଷ ଆସିଯାଏ। ଆଉ ତା ସହିତ ମିଥୁନ ହେଉଛି ଗୋଟେ ବାୟୁତତ୍ତ୍ୱ ରାଶି। ତ ମିଥୁନର ଟେଣ୍ଡେନ୍ସି ହେଉଛି କ'ଣ, ପବନ ଯେମିତି ଗୋଟେ ଜାଗାରେ ରୁହେନି, ଆଙ୍କର ମାଇଣ୍ଡ ସେଟ୍ ମଧ୍ୟ ବି ସେଇଭଳିଆ। ମୋତେ ଏଇ ଜିନିଷ କରିବାର ଅଛି, ସେଇ ଜିନିଷ କରିବାର ଅଛି, ମୋତେ ବହୁତ ଜିନିଷ କରିବାର ଅଛି, କିନ୍ତୁ କୌଣସି ଜିନିଷରେ ଷ୍ଟିକ୍ କରିକି କଣ୍ଟିନ୍ୟୁ କରିବାଟାରେ ବହୁତ ପ୍ରୋବ୍ଲେମ୍ ଆସୁଥିବ ତାଙ୍କୁ ନିହାତି। ଜାତକ କିନ୍ତୁ ବହୁତ ଭଲ ଅଛି। ଆପଣ ଦେଖିବେ ଆଙ୍କ ଜାତକରେ ମଙ୍ଗଳ ଉଚ୍ଚରେ ଅଛି, ବୃହସ୍ପତି ମଧ୍ୟ ଉଚ୍ଚରେ ଅଛି, ଯେଉଁଟାକି ବହୁତ ବଢ଼ିଆ କମ୍ବିନେସନ୍। କିନ୍ତୁ ଆଙ୍କ ଜାତକରେ ମଙ୍ଗଳ ବହୁତ ଅଧିକ ଉଚ୍ଚ ହେବା ବି ଭଲ ନୁହଁ, କାହିଁକିନା ମଙ୍ଗଳ ଆଙ୍କ ପାଇଁ ସେତେ କାରକ ନୁହନ୍ତି। କାରଣ ମଙ୍ଗଳ ମିଥୁନ ଲଗ୍ନରେ ସବୁଠୁ ଅକାରକ ଅଟନ୍ତି ବା ମାରକ କଣ୍ଡିସନ୍ ମଧ୍ୟ ଆପଣ କହିପାରିବେ। କାରଣ ମଙ୍ଗଳ ଯେହେତୁ ଅଧିକ ଉଚ୍ଚ ହେଇଯାଉଛି, ଅବଶ୍ୟ ଅଷ୍ଟମ ଘରେ ବସିଛି, ତ ଇଏ ତାଙ୍କୁ ହାଇଲି ଏନର୍ଜେଟିକ୍ ବନେଇ ଦେଉଛି। କାହିଁକିନା ଅଷ୍ଟମରେ ମଙ୍ଗଳ ବସିକି, ମଙ୍ଗଳ ଦୋଷ ଅଛି, ସୋ ଦ୍ୟାଟ୍ ହାଇ ଏନର୍ଜି ତାଙ୍କ ଭିତରେ, ସୋ ଦ୍ୟାଟ୍ କାମ କରିବାକୁ, ଜିନିଷ ଫାଇଟ୍ କରିବାକୁ, ଇଏ କରିବାକୁ ବହୁତ ବଢ଼ିଆ। ତା ସହିତ ଦ୍ୱିତୀୟ ଜିନିଷ ହେଉଛି କ'ଣ, ଆପଣ ତାଙ୍କ ଜାତକ ଦେଖନ୍ତୁ, ତାଙ୍କ ଲଗ୍ନରେ ଶନି ଆଉ ଚନ୍ଦ୍ରମା ଦୁଇଟାକ ବସିଛନ୍ତି। ଚନ୍ଦ୍ରମା ହେଉଛନ୍ତି ତାଙ୍କର ଦ୍ୱିତୀୟ ଘରର ଅଧିପତି, ମାନେ ଧନ ଘରର ଅଧିପତି। ତ ତାଙ୍କ ମାଇଣ୍ଡ ସେଟ୍ରେ ହିଁ ସଦାବେଳେ ଆସିଯିବ ଯେ ମୋତେ କେଉଁଠୁ ନା କେଉଁଠୁ ପଇସା ଇନକମ୍ କରିବାର ଅଛି ବା ପଇସା ଆଣିବାର ଅଛି। ଠିକ୍ ଅଛି। ତାପରେ ସେକେଣ୍ଡ ଜିନିଷ ହେଉଛି କ'ଣ, ତାଙ୍କ ଲଗ୍ନର ଅଧିପତି ଯିଏକି ବୁଧ, ସେ ଆସିକି ଏକାଦଶ ଘରେ ବସିଛନ୍ତି। ତ ଏକାଦଶ ଘର ହେଉଛି ଆୟର ଘର, ପ୍ରଫିଟ୍ସର ଘର। ତ କେଉଁଠି ତାଙ୍କ ମାଇଣ୍ଡରେ ନିହାତି ଚାଲୁଥିବ ଯେ ମୋତେ କେଉଁଠି ନା କେମିତି କରିକି ପଇସା ଅଧିକ ବା ପ୍ରଫିଟ୍ କରିବାର ଅଛି, ପଇସା ଆଣିବାର ଅଛି। ତେଣୁ ବର୍ତ୍ତମାନ ଇଏ ଜବ୍ ବି କରୁଛନ୍ତି, ତା ସହିତ ପାଠ ପଢ଼ା ମଧ୍ୟ ଚାଲିଛି। ଆଇ ଥିଙ୍କ ଇନକମ୍ ଅଲରେଡ଼ି କରୁଛନ୍ତି, ତା ସହିତ ଗୋଟେ କର୍ପୋରେଟ୍ ବା କେଉଁଥିରେ ଫାଇନାନ୍ସରେ ଅଲରେଡ଼ି ସେ ଜବ୍ ମଧ୍ୟ କରୁଛନ୍ତି। ତ ବଢ଼ିଆ କମ୍ବିନେସନ୍। ତା ସହିତ ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ହେଉଛି କ'ଣ, ଲଗ୍ନରେ ଯେତେବେଳେ ଶନି ଚନ୍ଦ୍ର ଆସିଯାଏ ନା, ବା ଶନି ଚନ୍ଦ୍ରର କମ୍ବିନେସନ୍ ଆସିଯାଏ, ତ ତାଙ୍କ ମନଟା କେତେବେଳେ ଶାନ୍ତ ରହିବନି। ସଦାବେଳେ ମନରେ ଡିଷ୍ଟର୍ବାନ୍ସ, ମାନେ ଓଭର ଥିଙ୍କିଂ, ନେଗେଟିଭିଟି, ସ୍ୟାଡ଼ନେସ୍, ଏଇ ଜିନିଷ ଅଟୋମେଟିକ୍ ଆସିବ। ଆଉ ତା ସହିତ ମିଛ ମଧ୍ୟ ନିହାତି କୁହନ୍ତି। ତା ସହିତ ଆପଣ ଦେଖନ୍ତୁ ତାଙ୍କ ଦ୍ୱାଦଶ ଘରେ ବସି ଯାଇଛନ୍ତି ରାହୁ ଆଉ ରବି। ତ ରବି ଯେହେତୁ ଦ୍ୱାଦଶ ଘରେ ବସିଛନ୍ତି, ସୋ ଦ୍ୟାଟ୍ କେଉଁଠି ନା କେଉଁଠି ତାଙ୍କୁ ଗୋଟେ ଶୋ ଅପ୍ କରିବା ଟେଣ୍ଡେନ୍ସି ଅଟୋମେଟିକାଲି ଆସିଯାଏ। ଦେଖେଇ ହେବା ଯେ ମୁଁ ଏହା କରିଛି, ସେୟା କରିଛି, ମୁଁ ଏମିତି ଅଛି, ସେମିତି ଅଛି, ଶୋଇଂ ଅପ୍ ଟିକେ ନେଚର୍ ଆସିଯାଏ ଅଟୋମେଟିକାଲି। ବୃହସ୍ପତି ସେକେଣ୍ଡ ହାଉସ୍ରେ ବସିଛି, ଯେଉଁଟାକି ବହୁତ ବଢ଼ିଆ। ବାଣୀରେ ସେ ଜ୍ଞାନଟା ଛଲକି ଆସେ ଯେ କେତେ ଭଲ ନଲେଜେବୁଲ୍ ପର୍ସନ୍। ସେ ଜିନିଷ ଭଲ ଅଛି, କିନ୍ତୁ ତାଙ୍କ ଜାତକ ଦେଖି ଯେତେବେଳେ ମୁଁ ତାଙ୍କୁ ପଚାରିଲି, କାହିଁକିନା ଇଏ ଜନ୍ମ ହେଇଛନ୍ତି ଆମର ବୃହସ୍ପତି ମହାଦଶାରେ, ଯେତେବେଳେ ତାଙ୍କୁ ମୁଁ ପଚାରିଲି ଯେ 2018 ନଭେମ୍ବର ପରଠୁ ଆପଣଙ୍କ ଲାଇଫ୍ ପୁରା ସଡନ୍ ଟ୍ରାନ୍ସଫର୍ମେସନ୍ ହେଇଯାଇଥିବ, ପୁରା ଚେଞ୍ଜ ହେଇଯାଇଥିବ। ସେ କହିଲେ ହଁ ସାର୍, ସେତେବେଳେ ମୋର ଫାଦର ଏକ୍ସପାୟାର୍ଡ କରିଗଲେ। ତ ତାପରେ ଲାଇଫ୍ର ପୁରା ବଦଳିଗଲା ତାଙ୍କର। କାହିଁକିନା ଶନି ମହାଦଶା ଯେତେବେଳେ ଷ୍ଟାର୍ଟ ହେଲା, ଶନି ହେଉଛନ୍ତି ଅଷ୍ଟମର ଅଧିପତି। ତେଣୁକରି ତାଙ୍କୁ ସେଇ ପରଠୁ ତାଙ୍କ ଲାଇଫ୍ ପୁରା ବଦଳିଗଲା। ଆଉ ତାଙ୍କୁ ମୁଁ ମୋତେ ପଚାରିଥିଲି ଯେ ଆପଣଙ୍କର କିଛି ନଜର ଦୋଷ ଲାଗିଥିଲା କି କ'ଣ, କାରଣ ତାଙ୍କ ଜାତକରେ ଯେହେତୁ ଅଷ୍ଟମାଧିପତି ଲଗ୍ନରେ ବସିଛି, ଆଉ ତା ସହିତ କେତୁ ମଧ୍ୟ ଷଷ୍ଠରେ ବସିଛି, ତ କେଉଁଠି ନା କେଉଁଠି ତାଙ୍କ ଭିତରେ ଗୋଟେ ବ୍ଲାକ୍ ମ୍ୟାଜିକ୍ ହେଉ, ଗୁଣି ଗାଡ଼ି ହେଉ, ନଜର ଲଗାଇଦେବା ହେଉ, ଏଇ ଜିନିଷ ନିହାତି ଆସିଯାଏ। ସେଇଟା ଗୋଟେ ହୁଏ ତାଙ୍କ ସହିତ ଡେଫିନେଟଲି। ଆଣ୍ଡ ସେଇ ଜିନିଷ ସେ କହିଥିଲେ ଯେ ସାର୍ ଏମିତିଆ କଣ୍ଡିସନ୍ ହେଇଯାଇଥିଲା, ମାନେ ମରୁ ମୁଁ ବଞ୍ଚିଯାଇଛି ଅଲରେଡ଼ି। ତ ଏମିତିଆ କଣ୍ଡିସନ୍ ମଧ୍ୟ ବି ହେଇଥିଲା ତାଙ୍କ ସହିତ। ତା ସହିତ କମ୍ୟୁନିକେସନ୍ ଭଲ ଅଛି, କିନ୍ତୁ ଫାଦର ମଧ୍ୟ ଏକ୍ସପାୟାର୍ଡ କରିଗଲେ, ଯେଉଁଟାକି ବହୁତ ମାନେ ଟଫ୍ ଜିନିଷ ଗୋଟେ ଝିଅ ପାଇଁ। ତା ସହିତ ଯିଏ ଫାଦର କାରକ, ଯିଏ ରବି ନିଜେ, ସେ ଦ୍ୱାଦଶ ଘରେ ଆସିକି ବସିଛନ୍ତି, ରାହୁ ସହିତ ଯୁକ୍ତ ହୋଇଯାଇଛନ୍ତି, ଯେଉଁଟାକି କେଉଁଠି ନା କେଉଁଠି ଫାଦରଙ୍କଠୁ ସେଇ ସୁଖ ମିଳିବାରେ କେଉଁଠି ନା କେଉଁଠି ଟିକେ ପ୍ରୋବ୍ଲେମାଟିକ୍ ମଧ୍ୟ କରାଇଦେଲା। ତା ସହିତ ଇଏ ଗୋଟେ ଫ୍ୟାକ୍ଟର। ଆଉ ତା ସହିତ କେତୁ ଯେହେତୁ ଷଷ୍ଠ ଘରେ ବସିଛି, ତାଙ୍କୁ ଜ୍ଞାନ ସେତେ ପସନ୍ଦ ନୁହଁ।
ତାଙ୍କୁ କିଏ ଆଡ଼ଭାଇସ୍ ଦେବ ସଜେସନ୍ ଦେବ ତାଙ୍କୁ ସେତେ ଜିନିଷ ପସନ୍ଦ ଲାଗେନି। ସେଇଟା ଗୋଟେ ଭଲ ଜିନିଷ ବା ଭଲ ଜିନିଷ ଇନ୍ ଦ ସେନ୍ସ ବିକଜ୍ ଆକ୍ଚୁଆଲି ସେ ନଲେଜେବୁଲ୍ ପର୍ସନ୍। ତା ସହିତ ସବୁ ଜିନିଷ ଭଲ ଅଛି, ଓଭରାଲି ଜାତକ ଭଲ ଅଛି। ତା ସହିତ ବୁଧ ମଧ୍ୟ ଶୁକ୍ର ଦୁଇଟାକ ବର୍ତ୍ତମାନ ଜାତକରେ ଶନି ମହାଦଶା ଚାଲିଛି, ଶନିରେ ବର୍ତ୍ତମାନ ଶୁକ୍ର ଚାଲିଛି। ଶୁକ୍ର ହେଉଛି ଆଙ୍କର ଦ୍ୱାଦଶ ଘର ଅଧିପତି ଆଉ ପଞ୍ଚମ ଘର ଅଧିପତି, ତେଣୁ ଖର୍ଚ୍ଚ ମଧ୍ୟ କରିବେ ଆଉ ପଇସା ଇନକମ୍ ମଧ୍ୟ ବି କରିବେ, ସେଥିରେ କିଛି ଇସ୍ୟୁଜ୍ ନାହିଁ। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ତାଙ୍କ ଫେଜ୍ ଅଟୋମେଟିକାଲି ଭଲ ହେବ, କାହିଁକିନା ପରେ ବୁଧ ମହାଦଶା ଆସିବ ଶନି ମହାଦଶା ପରେ, ତା ଲାଇଫ୍ରେ ଗ୍ରୋଥ୍ ସକ୍ସେସ୍ ନିହାତି ସେ କରିବେ। ଆଉ ଇଏ ଇନକମ୍ ମଧ୍ୟ ବି ବହୁତ ବଢ଼ିଆ କରିବେ, ନୋ ଡାଉଟ୍। ପଇସା ଆଙ୍କ ଜାତକରେ ବହୁତ ବଢ଼ିଆ ଅଛି, ଜାତକ ସୁନ୍ଦର ଅଛି, ଲାଇଫ୍ରେ ବହୁତ ହାଇଲି ଏନର୍ଜେଟିକ୍ ପର୍ସନ୍, ନଲେଜେବୁଲ୍ ପର୍ସନ୍। ତ କିନ୍ତୁ ସବୁ କାମ ଆଙ୍କର ଡିଲେ ହେବ, କୌଣସି କାମ ଠିକ୍ ଟାଇମ୍ରେ ହେବନି, ଲେଟ୍ ହେବ ସତ କିନ୍ତୁ ହେବ ଡେଫିନେଟଲି। ଏଇଟା ଯେଉଁଟାକି ତାଙ୍କ ଜାତକର ବହୁତ ପ୍ଲସ୍ ପଏଣ୍ଟ। ଆଉ ଯଦି ଆପଣଙ୍କୁ ଜାତକରେ କିଛି ଦେଖାଯାଉଛି ବା ଆପଣ କିଛି ପଏଣ୍ଟ ଆଡ଼୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ନିଶ୍ଚୟ ଆଡ଼୍ କରନ୍ତୁ। ଆଉ ତା ସହିତ ଯଦି ଆପଣଙ୍କ କିଛି ପ୍ରଶ୍ନ ମଧ୍ୟ ଅଛି ତାହେଲେ ନିଶ୍ଚୟ ପଚାରନ୍ତୁ। ଆପଣଙ୍କ ସହିତ ଦେଖା ହେବ ଆଗାମୀ ଏକ ଅଧ୍ୟାୟରେ ଆଉ ଗୋଟେ ଏକ ନୂଆ ଜାତକ ସହିତ।